ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦଶମ ଶ୍ରେଣୀ ଇତିହାସ ବହିର ଭାରତୀୟ ଜାତୀୟ ଆନ୍ଦୋଳନ ବା ଗାନ୍ଧୀ ଯୁଗ ପ୍ରଥମ ପାଠକୁ ଆମେ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏ ଭିଡ଼ିଓଟିକୁ ଦେଖି ମୁଁ ଅତି ସଂକ୍ଷେପରେ ବର୍ଣ୍ଣନା କରିବାକୁ ଯାଉଛି, ତେଣୁ ବୁଝିବା ପାଇଁ ଯାହାକି ସହଜ ହେବ। ଦେଖ, ଏହି ପାଠଟି ଆମେ ଆଲୋଚନା କରିବା। ପ୍ରଥମେ ଗାନ୍ଧୀ ଯୁଗ, ତେଣୁ ଆମେ ମହାତ୍ମା ଗାନ୍ଧୀଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ କିଛି ସଂକ୍ଷେପରେ ଜାଣିବା। ପ୍ରାରମ୍ଭିକ ଜୀବନ। ଗାନ୍ଧୀଜୀଙ୍କ ପୁରା ନାମ ଥିଲା ମୋହନ ଦାସ କରମଚନ୍ଦ ଗାନ୍ଧୀ। ସେ 1869 ମସିହା ଅକ୍ଟୋବର ମାସ 2 ତାରିଖରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ତେଣୁ ତାଙ୍କର ଜନ୍ମଦିନକୁ ଆମେ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରୁ। 1882 ମସିହାରେ ଗାନ୍ଧୀଜୀ କସ୍ତୁରବାଙ୍କୁ ବିବାହ କରିଥିଲେ। କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ ବା ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧୀଜୀଙ୍କ ସମସ୍ତ ରାଜନୈତିକ କାର୍ଯ୍ୟକଳାପରେ ସେ ତାଙ୍କ ସହିତ ରହିଥିଲେ ଏବଂ ବହୁ ଥର ବନ୍ଦୀ ମଧ୍ୟ ହୋଇଥିଲେ। ଶିକ୍ଷା। ଗାନ୍ଧୀଜୀଙ୍କ ଶିକ୍ଷା ବିଷୟରେ ବର୍ତ୍ତମାନ ଆମେ ସଂକ୍ଷେପରେ ଆଲୋଚନା କରିବା। ଗାନ୍ଧୀଜୀ 1888 ମସିହାରେ ବାରିଷ୍ଟର ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ। 1888 ମସିହାରେ ଇଂଲଣ୍ଡ ଯାତ୍ରା କରିଥିଲେ ବାରିଷ୍ଟରୀ ପାଠ ପଢ଼ିବା ପାଇଁ। 1891 ମସିହାରେ ଶିକ୍ଷା ସମାପ୍ତ କରି ଭାରତ ଫେରିଥିଲେ। ତାପରେ ଆଗକୁ ଯିବା। ଦକ୍ଷିଣ ଆଫ୍ରିକା ଯାତ୍ରା। ଦକ୍ଷିଣ ଆଫ୍ରିକା ଯାତ୍ରା ବିଷୟରେ ଆମେ ଗାନ୍ଧୀଜୀଙ୍କର ଜାଣିବା। ଦାଦା ଅବଦୁଲ୍ଲା ନାମକ ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀଙ୍କ ଓକିଲ ରୂପେ ମୋକଦ୍ଦମା ଲଢ଼ିବା ପାଇଁ ସେ ଦକ୍ଷିଣ ଆଫ୍ରିକାର ନାଟାଲ ନାମକ ସ୍ଥାନକୁ ଯାଇଥିଲେ। ଜଣେ ଭାରତୀୟ ମୁସଲମାନ ବ୍ୟବସାୟୀ ଦାଦା ଅବଦୁଲ୍ଲାଙ୍କ ମୋକଦ୍ଦମା ଲଢ଼ିବା ପାଇଁ 1893 ମସିହାରେ ସେ ଦକ୍ଷିଣ ଆଫ୍ରିକାର ନାଟାଲ ସ୍ଥାନକୁ ଯାଇଥିଲେ। ତାପରେ ଦେଖିବା, ସେଠାରେ ବର୍ଣ୍ଣ ବୈଷମ୍ୟ ନୀତି ଉପରେ ଶ୍ୱେତାଙ୍ଗ ଇଂରେଜମାନଙ୍କ ବର୍ଣ୍ଣ ବୈଷମ୍ୟ ନୀତିକୁ କୃଷ୍ଣକାୟ ଏବଂ ଦକ୍ଷିଣ ଆଫ୍ରିକାରେ କାମ କରୁଥିବା ଭାରତୀୟମାନେ ବିଭିନ୍ନ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ଇଂରେଜମାନେ ଶ୍ୱେତାଙ୍ଗ ଥିଲେ ଏବଂ ଦକ୍ଷିଣ ଆଫ୍ରିକାର କୃଷ୍ଣକାୟ ଏବଂ ଭାରତୀୟମାନଙ୍କୁ ସେମାନେ ବର୍ଣ୍ଣ ବୈଷମ୍ୟ ନୀତି ବା କୁଲି ବୋଲି ସମ୍ବୋଧନ କରୁଥିଲେ। ଭାରତୀୟମାନଙ୍କ ଭୋଟ ଦେବାର ଅଧିକାର ମଧ୍ୟ ନଥିଲା। ସେମାନଙ୍କୁ ନାମ ପଞ୍ଜୀକରଣ କରି ନିର୍ବାଚନ କର ଦେବାକୁ ମଧ୍ୟ ପଡ଼ୁଥିଲା ଏବଂ ସେମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶରେ ବସ ସ୍ଥାପନ କରିବାକୁ ବାଧ୍ୟ କରାଯାଉଥିଲା। ରାତି 9ଟା ପରେ ବାହାରକୁ ଯିବା ମନା ଥିଲା ଏବଂ ରେଳ ଡବାରେ ମଧ୍ୟ ପ୍ରଥମ ଶ୍ରେଣୀ ଯାତ୍ରା କିମ୍ବା ଦ୍ୱିତୀୟ ଶ୍ରେଣୀ ବଗିରେ ଯିବା ଆସିବା ପାଇଁ ସୁବିଧା ସୁଯୋଗ ନଥିଲା। ଶ୍ୱେତାଙ୍ଗମାନେ ତାଙ୍କୁ କୁଲି ବୋଲି ମଧ୍ୟ ସମ୍ବୋଧନ କରିବାକୁ ପଛଉନଥିଲେ। କୁଲି ବୋଲି ସମ୍ବୋଧନ କରୁଥିଲେ। ସେଠାରେ ବ୍ୟବସାୟ, ବଣିକ, ଜାହାଜ ମାଲିକ, ଶ୍ରମିକଙ୍କୁ ଶ୍ୱେତାଙ୍ଗମାନେ କୁଲି ବୋଲି ସମ୍ବୋଧନ କରୁଥିଲେ। କ'ଣ କହୁଥିଲେ? କୁଲି ବୋଲି ସମ୍ବୋଧନ କରୁଥିଲେ। ସେମାନଙ୍କୁ କୁଲି ବୋଲି ସମ୍ବୋଧନ କରୁଥିଲେ। ତାର ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗାନ୍ଧୀଜୀଙ୍କ ଦକ୍ଷିଣ ଆଫ୍ରିକା ଅଭିଯାନ। ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗମାନେ କୃଷ୍ଣକାୟକୁ ଏବଂ ଭାରତୀୟଙ୍କୁ କୁଲି ବୋଲି ସମ୍ବୋଧନ କରି ଅସମ୍ମାନ କରୁଥିଲେ। ଗାନ୍ଧୀଜୀଙ୍କୁ ରେଳଗାଡ଼ିରେ ପ୍ରଥମ ଶ୍ରେଣୀ କୋଠରୀରେ ଧକ୍କା ମାରି ବାହାର କରିଦେଲେ, ଯଦ୍ୱାରା କି ତାଙ୍କ ମନରେ ବିଦ୍ରୋହର ବହ୍ନି ଜଳି ଉଠୁଥିଲା। ତେଣୁ ଗାନ୍ଧୀଜୀ କ'ଣ କଲେ
ରାଜନୈତିକ ସଚେତନତା ପାଇଁ 1894 ମସିହାରେ ଭାରତୀୟଙ୍କ ମଧ୍ୟରେ ରାଜନୈତିକ ସଚେତନତା ପାଇଁ ନାଟାଲ ଭାରତୀୟ କଂଗ୍ରେସ ଗଠନ କରିଥିଲେ 1894ରେ। 1894 ମସିହାରେ ମହାତ୍ମା ଗାନ୍ଧୀ ଭାରତୀୟମାନଙ୍କୁ ରାଜନୈତିକ ସଚେତନତା ପାଇଁ ଏକ କଂଗ୍ରେସ ଗଠନ କରିଥିଲେ। ଭାରତୀୟ ନାଟାଲ କଂଗ୍ରେସ ଗଠନ କରିଥିଲେ 1894 ମସିହାରେ। କେବେ? 1894ରେ ଗାନ୍ଧୀଜୀ ଭାରତୀୟମାନଙ୍କୁ ରାଜନୈତିକ ସଚେତନତା ପାଇଁ ନାଟାଲ ଜାତୀୟ ଭାରତୀୟ କଂଗ୍ରେସ ଗଠନ କରିଥିଲେ। ଅତ୍ୟାଚାର ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସେ ଇଣ୍ଡିଆନ୍ ଓପିନିଅନ୍ ନାମକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ମହାତ୍ମା ଗାନ୍ଧୀ ଅତ୍ୟାଚାର ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ବୁଝିଲା ପିଲାମାନେ? ଇଣ୍ଡିଆନ୍ ଓପିନିଅନ୍ ନାମକ ଏକ ସମ୍ବାଦପତ୍ର ପ୍ରକାଶ କରିଥିଲେ। ତାପରେ ଆଗକୁ ଯିବା। କଳା ଆଇନ ବିରୋଧରେ ସଂଗ୍ରାମ 1906ରେ 1906 ମସିହାରେ କଳା ଆଇନ ବିରୋଧରେ ସଂଗ୍ରାମ କରିଥିଲେ। ଦକ୍ଷିଣ ଆଫ୍ରିକା ସରକାର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅଙ୍ଗୁଳି ଛାପ ଥିବା ପ୍ରମାଣପତ୍ର ସବୁ ସମୟରେ ପାଖରେ ରଖିବା ବାଧ୍ୟତାମୂଳକ ବୋଲି କହିଥିଲେ। ତେଣୁ 1906 ସେପ୍ଟେମ୍ବର 11 ତାରିଖରେ 1906 ସେପ୍ଟେମ୍ବର 11 ତାରିଖରେ ଜୋହାନ୍ସବର୍ଗର ଏମ୍ପାୟାର ଥିଏଟର ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଭାରତୀୟମାନେ ଏହି ଆଇନକୁ ଅମାନ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଯେଉଁ କଳା ଆଇନ ବିରୋଧରେ ସେମାନେ ଆଇନକୁ ଅମାନ୍ୟ କରିବାକୁ ସଂକଳ୍ପ ନେଇଥିଲେ। ତାପରେ ଏଇଠାରୁ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ରର ପ୍ରୟୋଗ ହୋଇଥିଲା। ଏଇଠାରୁ ଗାନ୍ଧୀଜୀଙ୍କ ସତ୍ୟାଗ୍ରହ ସତ୍ୟ ଓ ଅହିଂସା ଭାବରେ ଆଧାରିତ ନୂତନ ଅସ୍ତ୍ର ପ୍ରୟୋଗ ହୋଇଥିଲା। 1908 ମସିହାରେ ଅଗଷ୍ଟ ମାସ ଦେଶାନ୍ତର ଗମନ ନିର୍ଦ୍ଦେଶ ଆଇନ ବିରୋଧରେ ଆନ୍ଦୋଳନ କରି ଗାନ୍ଧୀଜୀ ପ୍ରଥମ ଥର ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ ହୋଇଥିଲେ। ଗାନ୍ଧୀଜୀ 1908 ଅଗଷ୍ଟ ମାସ ଦେଶାନ୍ତର ଗମନ ନିର୍ଦ୍ଦେଶ ଆଇନ ବିରୋଧରେ ଆନ୍ଦୋଳନ କରି ଗାନ୍ଧୀଜୀ ପ୍ରଥମ ଥର ପାଇଁ ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ ହୋଇଥିଲେ। ତାପରେ ଦେଖିବା ଗାନ୍ଧୀଜୀଙ୍କ ଭାରତ ଆଗମନ ଓ ପ୍ରାରମ୍ଭିକ କାର୍ଯ୍ୟ ବିଷୟରେ ଆମେ ସଂକ୍ଷେପରେ ଆଲୋଚନା କରିବା। 1915 ଜାନୁଆରୀ 9 ତାରିଖ ଗାନ୍ଧୀଜୀ ଭାରତକୁ ଫେରିଥିଲେ। 1915 ଜାନୁଆରୀ 9 ତାରିଖରେ ଗାନ୍ଧୀଜୀ ଭାରତକୁ ଫେରିଲେ। ସେ ଗୋପାଳକୃଷ୍ଣ ଗୋଖଲେଙ୍କୁ ରାଜନୈତିକ ଗୁରୁ ଭାବରେ ଗ୍ରହଣ କରିଥିଲେ। ରାଜନୈତିକ ଗୁରୁ କିଏ ଥିଲେ? ଗୋପାଳକୃଷ୍ଣ ଗୋଖଲେ। ଗୋପାଳକୃଷ୍ଣ ଗୋଖଲେଙ୍କୁ ରାଜନୈତିକ ଗୁରୁ ବୋଲି ଗ୍ରହଣ କରି ନେଇଥିଲେ। ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ମହାନତା ପାଇଁ ରବୀନ୍ଦ୍ରନାଥ ଠାକୁର ତାଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। କିଏ ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ? ରବୀନ୍ଦ୍ରନାଥ ଠାକୁର ଗାନ୍ଧୀଜୀଙ୍କୁ ମହାତ୍ମା ଆଖ୍ୟା ଦେଇଥିଲେ। ତାପରେ ସାବରମତୀ ଆଶ୍ରମ ବିଷୟରେ ଆଲୋଚନା କରିବା। 1916 ଖ୍ରୀଷ୍ଟାବ୍ଦରେ ଅହମ୍ମଦାବାଦ ନିକଟରେ ସାବରମତୀ ନଦୀ କୂଳରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଗାନ୍ଧୀଜୀଙ୍କ ମତରେ ସତ୍ୟାଗ୍ରହର ଅର୍ଥ କାପୁରୁଷତା ନୁହେଁ, ବରଂ ଏହା ସତ୍ୟ
ଅହିଂସା ଉପରେ ଆଧାରିତ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ତେଣୁ ଗାନ୍ଧିଜୀଙ୍କ ମତରେ ସତ୍ୟାଗ୍ରହ ଥିଲା, ସତ୍ୟାଗ୍ରହର ଅର୍ଥ ଭୀରୁତା ବା କାପୁରୁଷତା ନୁହେଁ, ଏହା ସତ୍ୟ ଅହିଂସା ଉପରେ ଆଧାରିତ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ତାପରେ 1917 ମସିହା ଚମ୍ପାରନ ଠାରେ 1917 ମସିହା ବିହାରର ଚମ୍ପାରନ ଠାରେ 1917 ଏପ୍ରିଲ ମାସରେ ବିହାରର ଚମ୍ପାରନ ଠାରେ ଚାଷୀମାନଙ୍କୁ ସେମାନଙ୍କ ଜମିର 20 ଭାଗରୁ 3 ଭାଗ ଅଞ୍ଚଳରେ ନୀଳ ଚାଷ କରିବାକୁ ବାଧ୍ୟ କରାଯାଇଥିଲା। ଏହାକୁ 3 କାଠିଆ ବ୍ୟବସ୍ଥା ବୋଲି କୁହାଯାଉଥିଲା। ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀ 1917 ମସିହାରେ ଚମ୍ପାରନର ମୋତିହାରରେ ପହଞ୍ଚିଥିଲେ। ରାଜେନ୍ଦ୍ର ପ୍ରସାଦ, ମୁଜାଫର ଉଲ ହକ ମହାଦେବ ଦେଶାଇ, ନରହରି ପାରିଖ ଓ ଜେ.ବି. କୃପଲାନୀ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ। ଗାନ୍ଧିଜୀ ଅହିଂସା ଆନ୍ଦୋଳନ ଆଗରେ ସରକାର ନଇଁଥିଲେ। ଚାଷୀଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ଗଠିତ କମିଟିରେ ଗାନ୍ଧିଜୀଙ୍କୁ ସଭ୍ୟ ଭାବେ ରଖାଯାଇଥିଲା। ତାପରେ ଆମେ ଆଗକୁ ଯିବା। ଖେଡ଼ା ଆନ୍ଦୋଳନ ହୋଇଥିଲା 1918 ମସିହା। 1918 ମସିହାରେ ଦୁର୍ଭିକ୍ଷ ପଡ଼ିଥିଲା ଗୁଜରାଟରେ। ତେଣୁ 1918 ଗୁଜରାଟରେ ଖେଡ଼ା ଜିଲ୍ଲାର ଦୁର୍ଭିକ୍ଷ ଯୋଗୁଁ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ତଥାପି ଇଂରେଜ ସରକାର ରାଜସ୍ୱ ଆଦାୟ ବନ୍ଦ ନ କରିବାରୁ ଚାଷୀମାନେ ଅସନ୍ତୁଷ୍ଟ ହୋଇଥିବାର ଦେଖାଯାଇଥିଲା। ଗାନ୍ଧିଜୀ ସେହି ଚାଷୀମାନଙ୍କୁ ଖଜଣା ନ ଦେବାକୁ ପରାମର୍ଶ ଦେଇଥିଲେ, କିନ୍ତୁ ସରକାର ବାଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସରକାର ପୁଣି ନିର୍ଦ୍ଦେଶ ଦେଲେ କେବଳ ସାମର୍ଥ୍ୟ ଥିବା ଚାଷୀଙ୍କଠାରୁ ରାଜସ୍ୱ ଆଦାୟ କରାଯିବ। ଏହି କଥା ସରକାର ପୁଣି ଘୋଷଣା କଲେ। ଏହି ଆନ୍ଦୋଳନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଇନ୍ଦୁଲାଲ ଯାଜ୍ଞକ ଗାନ୍ଧିଜୀଙ୍କ ଅନୁଗାମୀ ଥିଲେ। 1919ରେ ଇଂରେଜ ସରକାରଙ୍କ ଦମନମୂଳକ ରାଓଲାଟ ଆଇନ ବିରୋଧରେ ଗାନ୍ଧିଜୀ ଦେଶବ୍ୟାପୀ ଗଣ ଆନ୍ଦୋଳନର ଡାକରା ଦେଇଥିଲେ। କେବେ? 1919ରେ ଇଂରେଜ ସରକାରଙ୍କ ଦମନମୂଳକ ରାଓଲାଟ ଆଇନ ବିରୋଧରେ ଗାନ୍ଧିଜୀ ଦେଶବ୍ୟାପୀ ଗଣ ଆନ୍ଦୋଳନର ଡାକରା ଦେଇଥିଲେ। ଏହା ଥିଲା ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। 1919ରେ ଯାହା ହୋଇଥିଲା ପ୍ରଥମ ଜାତୀୟ ସ୍ତରର ଆନ୍ଦୋଳନ ହୋଇଥିଲା। ତାପରେ ଦେଖିବା, ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସରକାର ଭାରତୀୟମାନଙ୍କ ବିଦ୍ରୋହ ବିପ୍ଳବକୁ ଦମନ କରିବା ପାଇଁ ବିଚାରପତି ରାଓଲାଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏହି ଆଇନ ଅନୁସାରେ ଯେକୌଣସି ଭାରତୀୟଙ୍କୁ ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା ଥିଲା। ଏହାକୁ ବିରୋଧ କରି ଗାନ୍ଧିଜୀ ଏକ ଦେଶବ୍ୟାପୀ ସତ୍ୟାଗ୍ରହ ଆରମ୍ଭ କରିଥିଲେ। 1919 ଅପ୍ରେଲ 6ରେ ଏକ ଶାନ୍ତିପୂର୍ଣ୍ଣ ହରତାଳ ହୋଇଥିଲା। 1919 ଅପ୍ରେଲ 6ରେ ଏକ ଶାନ୍ତିପୂର୍ଣ୍ଣ ହରତାଳ ଆରମ୍ଭ ହୋଇଥିଲା। ତାପରେ ଜାଲିଆନୱାଲାବାଗ ହତ୍ୟାକାଣ୍ଡ କ'ଣ, ସେ ବିଷୟରେ ମଧ୍ୟ ସଂକ୍ଷେପରେ ଆମେ ଆଲୋଚନା କରିବା। ସମଗ୍ର 1919 ଅପ୍ରେଲ 13 ତାରିଖ ବୈଶାଖୀ ଉତ୍ସବ ଦିନ ଅମୃତସରର ଜାଲିଆନୱାଲାବାଗଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜେନେରାଲ ଡାୟରଙ୍କ ନିର୍ଦ୍ଦେଶରେ ସୈନ୍ୟମାନେ ନିରୀହ ଓ ନିରସ୍ତ୍ର ଜନତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ। ଏଥିରେ ଶତାଧିକ ଲୋକଙ୍କର ପ୍ରାଣ ହରାଇଥିଲେ।
ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଜାଲିଆନୱାଲାବାଗ ହତ୍ୟାକାଣ୍ଡରେ 1979 ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ମୋଟ 379 ଜଣ ମୃତ୍ୟୁବରଣ କରିଥିବା ସ୍ଥଳରେ ଗାନ୍ଧିଜୀଙ୍କ ନିର୍ଦ୍ଦେଶରେ ତଦନ୍ତ ଅନୁଯାୟୀ 1200 ବୋଲି ଜଣାଯାଇଥିଲା। ତେଣୁ ଏଥିରେ ଅଧିକାଂଶ ଲୋକ ମୃତ୍ୟୁବରଣ କରିଥିଲେ। ତେଣୁ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଥିଲା। ଏହା ଦୁଃଖଦାୟକ ଘଟଣା ଥିଲା। 1236 ଥିଲା ବୋଲି ଘଟଣାଟି ଜାଲିଆନୱାଲା ହତ୍ୟାକାଣ୍ଡ ଭାବରେ ଖ୍ୟାତ ହୋଇଥିଲା। ଜନସାଧାରଣ ଅହିଂସା ଆନ୍ଦୋଳନର ସତ୍ୟାଗ୍ରହ ପାଇଁ ସେ ସମ୍ପୂର୍ଣ୍ଣ ରୂପେ ଅସମର୍ଥ ହୋଇନଥିବା ଉପଲବ୍ଧି କରି ଗାନ୍ଧିଜୀ 1979 ଅପ୍ରିଲ 18 ତାରିଖ ରାଓଲାଟ ଆଇନ ବିରୋଧରେ ଆନ୍ଦୋଳନ ପ୍ରତ୍ୟାହାର କଲେ। କିନ୍ତୁ ସରକାରଙ୍କ ଦ୍ୱାରା ରାଓଲାଟ ଆଇନ ପ୍ରତ୍ୟାହୃତ ହୋଇନଥିଲା। ତାପରେ ଗାନ୍ଧିଜୀ ଏହି ଆନ୍ଦୋଳନର ଲକ୍ଷ୍ୟ ପୂରଣ ଦିଗକୁ ବିଫଳ ହୋଇଥିଲେ ସୁଦ୍ଧା ଏହା ଗାନ୍ଧିଜୀଙ୍କୁ ଜଣେ ବହୁ ପ୍ରତିଭା ସମ୍ପନ୍ନ ଭାରତୀୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲା। ଜାଲିଆନୱାଲାବାଗ ହତ୍ୟାକାଣ୍ଡ ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଚକିତ କରିଥିଲା। ଅମୃତସର ଘଟଣା ପରେ ପଞ୍ଜାବର ସାମରିକ ଆଇନ ଘୋଷିତ ହେଲା ଏବଂ ଏଠାକାର ଜନତା ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଲେ। ଏହି ଘଟଣା ପ୍ରଚାରିତ ହେବା ଫଳରେ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳିଗଲା। ଅତ୍ୟନ୍ତ ଘୃଣାର ସହିତ ଗାନ୍ଧିଜୀ ବ୍ୟକ୍ତ କଲେ, କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ଏକ ନୂତନ ରାଜନୈତିକ ଆନ୍ଦୋଳନର ଝାସ ଦେବା ଲାଗି ମହାତ୍ମା ଗାନ୍ଧୀ ଦେଶବ୍ୟାପୀଙ୍କୁ ଡାକରା ଦେଲେ। ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନାଇଟ୍ ପଦ ଗାନ୍ଧିଜୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। ତେଣୁ କୌଣସି ବ୍ୟକ୍ତିର ମହତ୍ ଗୁଣ ପାଇଁ, ରାଜସେବା ପାଇଁ ବା ସାମରିକ କ୍ଷେତ୍ରରେ ସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ୍ ପଦ ଉକ୍ତ ବ୍ୟକ୍ତିଙ୍କୁ ସାର୍ ଉପାଧିରେ ଭୂଷିତ କରୁଥିଲା। କାଇଜର-ଇ-ହିନ୍ଦର ଅର୍ଥ ହେଉଛି ହିନ୍ଦୁସ୍ତାନର ସମ୍ରାଟ। ଏହା ଗାନ୍ଧିଜୀଙ୍କୁ ଇଂରେଜମାନଙ୍କ ଦ୍ୱାରା ଭାରତରେ ତାଙ୍କର ଜନସାଧାରଣ ଅସାଧାରଣ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ସେହି ପଦକୁ ସେମାନେ ପ୍ରତ୍ୟାହାର କରିନେଇଥିଲେ। ଏହି ପାଠଟିର ବର୍ଣ୍ଣନା ବର୍ତ୍ତମାନ ଶେଷ ହୋଇଯାଇଛି। ଆଶା କରୁଛି ଏହି ପାଠଟିରେ କିଛି ବୁଝିଥିବ। ଯଦି ବୁଝିଛି ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସାଙ୍ଗମାନଙ୍କ ସହିତ କମେଣ୍ଟ କରିବେ ଏବଂ ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦେବେ। ପରବର୍ତ୍ତୀ କାଳାଂଶରେ ମୁଁ ଏହାର ପ୍ରଶ୍ନ ଉତ୍ତରକୁ ଆଲୋଚନା କରିବି। ରହୁଛି। ପରବର୍ତ୍ତୀ କାଳାଂଶରେ ଦେଖା ହେବ। ଜୟ ଜଗନ୍ନାଥ।